ଶୀତ ଦିନିଆ ଗଛ ବହୁତ ପ୍ରକାର ଭେରାଇଟି ଉପରେ ଆମକୁ ମିଳିଯାଏ କିନ୍ତୁ ଖରା ଦିନରେ ଆମକୁ ଏମିତି ପର୍ମାନେଣ୍ଟ ଗଛ ଲଗାଇବା ନିହାତି ଦରକାର ଯେଉଁ ଗଛ ଗୁଡ଼ାକ ଗାର୍ଡେନରେ ସବୁବେଳେ ପାଇଁ ରହୁଥିବ ଆଉ ଫୁଲ ବି ମଧ୍ୟ ତାର ସିଜିନ୍ ଅନୁସାରେ ଦେଇ ଚାଲିଥିବ। ତ ଆଜି ସେମିତି କିଛି ମୁଁ ଗଛ ଆଣିଛି ଯେଉଁଗୁଡ଼ାକ କି ଆପଣମାନଙ୍କ ସହିତ ସେୟାର କରିବି। ପ୍ରଥମେ ତ ଝୁମ୍କା ଫୁଲ ବା ଘଣ୍ଟି ମନ୍ଦାର ବା ବହୁ ଜଣକୁ ବେଲ୍ ହିବିସ୍କସ୍ ଆଉ ଏଇଟା ଲଣ୍ଠନ ଘଣ୍ଟି ବା ଲଣ୍ଠନ ମନ୍ଦାର ବି କୁହନ୍ତି। ଆପଣ ବି ଏଇ ମନ୍ଦାରଟାକୁ ଲଗେଇଛନ୍ତି ଆପଣଙ୍କ ଗାର୍ଡେନରେ କିମ୍ବା ଏଇ ଗଛର ନାଁଟା ଜାଣିଛନ୍ତି ତାହେଲେ କମେଣ୍ଟରେ ଜଣେଇବେ। ୟାର ବହୁତ ଗୁଡ଼ାଏ କୁଆଡ଼େ ନାଁ ଅଛି। ବାସ୍ ମୁଁ ତ ଏତିକି ଜାଣିଛି, ଆପଣଙ୍କ ଆଡ଼େ କ'ଣ କୁହନ୍ତି ନିଶ୍ଚିତ କହିବେ। ଏଇଟା ଏମିତି ଛୋଟ ଛୋଟ କଣ୍ଟେନରରେ ଆସୁଛି ତ ବହୁତ ବଢ଼ିଆ। ଆଉ ଏଇଟାକୁ ମୁଁ 1 ମାସ ପୂର୍ବରୁ ଅର୍ଡ଼ର କରିଥିଲି। ଅର୍ଡ଼ର ଦେଲେ ଯାଇକି ଆସୁଛି। ଏମିତି କିଛି ନର୍ସରୀ ତ ରଖନ୍ତି ଆଉ କିଛି ନର୍ସରୀରେ ଅର୍ଡ଼ର ଦେବାକୁ ହୁଏ। ଅର୍ଡ଼ର ଦେବା ଅନୁସାରେ ସେମାନେ ଆଣିକି ପହଞ୍ଚାନ୍ତି। ୟାର ଏମିତି ସାଧା ସିଧା ଗୋଟେ ହଳଦିଆ ରଙ୍ଗ ଆସୁଛି, ନାଲିର ବି ଆସୁଛି ଆଉ ଗୋଟେ ଧଳାର ବି ଆସୁଛି। ଘଣ୍ଟି ମନ୍ଦାର ବା ହେଉଛି ଆମର ଯେଉଁ ଝୁମ୍କା ଫୁଲ। ତ ଏଇଟା ଆଗକୁ ବି ଆଣିବି ଗୋଟେ ଗୋଟେ ଏମିତି ନର୍ମାଲ ଫୁଲ ଭଲ। ତାପରେ ଏଇ ଯେଉଁ ସୁନ୍ଦର ଗଛଟା ଦେଖୁଛନ୍ତି ୟାର ଫୁଲର ରଙ୍ଗ ଧୀରେ ଧୀରେ କରିକି ବଦଳିଥାଏ। ସେଥିପାଇଁ ୟଷ୍ଟରଡେ ଟୁଡେ ଟୁମୋରୋ ଏମିତି ୟାର ନାଁଟା ଥାଏ। ଆଉ ଗୋଟେ କଥା ହେଲା, ଏଇଟା ହେଉଛି ଆମର ଓଡ଼ିଆରେ କୁହନ୍ତି ବାଇଗଣୀ ଟଗର। ନର୍ସରୀରେ ଗୋଟେ ତ ମାନେ ଯେଉଁ ଯାଇଥିଲି ଫାଷ୍ଟ ନର୍ସରୀ ସେଇଠି ଦେଖିଥିଲି। ଶୀତ ଦିନରେ ଆଣିବାକୁ ଇଚ୍ଛା ଥିଲା କିନ୍ତୁ ସେତେବେଳେ ହେଉଛି ଅଲଗା ଗଛ ନେଇ ଆସିଥିଲି ଆଉ ଏଇଟା ଆଣିପାରିନଥିଲି। ତ ସେଥିପାଇଁକା ସେ ଇଚ୍ଛାଟାକୁ ପୁରା କରିବା ପାଇଁ ଆଜି ଯାଇକି ନେଇ ଆସିଥିଲି। ଯେଉଁ ନର୍ସରୀରୁ ମୁଁ ଆଣିଥିଲି ସବୁ ଗଛ, ଆଜି କିନ୍ତୁ ସେଇ ନର୍ସରୀ ଯାଇନଥିଲି। ଆଜି ଗୋଟେ ଅଲଗା ନର୍ସରୀ ଯାଇଥିଲି। ଆଉ ଯେଉଁଟାକି ହେଉଛି ବହୁତ ସୁନ୍ଦର ସୁନ୍ଦର କଲେକ୍ସନ୍ ରଖିଛନ୍ତି। ଆଉ ଏ ଟଗରଟା ଯେହେତୁ ମୋ ନଜର ଆସିଥିଲା, ମୋର ତ ଏଇଠି ଲୋଭଟା ଥିଲା ସେଥିପାଇଁ ନେଇକି ଚାଲି ଆସିଲି। ଆଉ ଗୋଟେ ହେଲା, ଏହାର ହେଉଛି ଫୁଲଟା ଏମିତି ଗାଢ଼ା ଆସେ, ଫିକା ଆସେ, ତାପରେ ଧଳା ହେଇଯାଏ। ଧୀରେ ଧୀରେ କରିକି ଏମିତି ରଙ୍ଗ ବଦଳିଥାଏ। ବହୁତ ବଢ଼ିଆ ଗଛ। ଏଟା ବି ଗୋଟେ ପର୍ମାନେଣ୍ଟ ଫୁଲ ଗଛଟା। କଲର୍ ଦେଖନ୍ତୁ କେଡ଼େ ବଢ଼ିଆ ଲାଗେ। ତାପରେ ଆଣିଥିଲି ଗୋଟେ ଲିଲିୟମ୍ ପ୍ଲାଣ୍ଟ ଯେଉଁଟାକି ସେ ବି ମଧ୍ୟ ପର୍ମାନେଣ୍ଟ। ଆଉ ଏସବୁ ଗଛର ଦାମ୍ ଜାଣିବାକୁ ହେଲେ କମେଣ୍ଟ କରନ୍ତୁ, ଆଗକୁ ଭିଡ଼ିଓ ଆଣିବି।